ଅପେକ୍ଷା କରନ୍ତୁ। କାଲି ତ ମହାପ୍ରଭୁ ଜଗନ୍ନାଥ ପୁରୀରେ ରତ୍ନ ସିଂହାସନ ଛାଡ଼ିକିରି ମନ୍ଦିର ବାହାରକୁ ବାହାରିବେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ। ଏବଂ ପୁରୀର ରଥଯାତ୍ରାରେ ମହାପ୍ରଭୁଙ୍କର ଦର୍ଶନ ପ୍ରଥମେ ଆମେ କରିସାରୁ, ତାପରେ କୁଟିଆ ଏବଂ ଅନ୍ୟ ଅଞ୍ଚଳ କଥା ଚିନ୍ତା କରିବା। ପ୍ରଥମ ଥର ପାଇଁ ମନ୍ତ୍ରୀ ସାମିଲ ହେବେ ଦେଖନ୍ତୁ, କୁଟିଆ ଲୋକମାନଙ୍କ ତରଫରୁ ଆମ ପାଖକୁ ନିମନ୍ତ୍ରଣ ଆସିଛି ଯେ କେବେ କେହି ମନ୍ତ୍ରୀ କୁଟିଆ ଭଳିଆ ଗୋଟେ ଜାଗାରେ ରଥଯାତ୍ରା ପାଇଁ ଯାଇ ନାହାନ୍ତି। ପୁରୀର ରଥଯାତ୍ରାକୁ ସମସ୍ତେ ଯାଇଥାନ୍ତି। ତେଣୁ ଆମେ ଯୋଜନା କରୁଛୁ ଯେ କୁଟିଆର ରଥଯାତ୍ରାରେ କିଛି ମାନ୍ୟବର ମନ୍ତ୍ରୀମାନଙ୍କ ସାଙ୍ଗରେ ଆମେ ସାମିଲ ହେବା ପାଇଁ ଚୂଡ଼ାନ୍ତ ପ୍ରୋଗ୍ରାମ ହେଇନାହିଁ। ଆସନ୍ତା କାଲି ଭିତରେ ଚୂଡ଼ାନ୍ତ ପ୍ରୋଗ୍ରାମ ହେବ ଏବଂ ଚୂଡ଼ାନ୍ତ ପ୍ରୋଗ୍ରାମ ହେଲା ପରେ ଆପଣମାନଙ୍କୁ ଆମେ ଅବଗତ ରାଜସ୍ୱ ମନ୍ତ୍ରୀ କୁଟିଆ ଯାଉଛନ୍ତି। ଏକ ବଚନ ନୁହଁ ବହୁ ବଚନର ବିଷୟ। ତେଣୁ ବହୁ ବଚନ ପାଇଁ ଯୋଜନା ପ୍ରସ୍ତୁତ ହେଲେ ଘୋଷଣା ହୁଏ। ମୋର ନେତୃତ୍ୱରେ ଗୋଟିଏ କମିଟି କରାହେଇଛି ଯେଉଁଥିରେ ଓଡ଼ିଶାର ସମସ୍ତ ବିଭାଗର ACS ଏବଂ ପ୍ରିନ୍ସିପାଲ ସେକ୍ରେଟାରୀ ମାନେ ଅଛନ୍ତି କୁଟିଆର ସାମଗ୍ରିକ ବିକାଶ କରିବା ପାଇଁ। ତେଣୁ ଯଦି ଯିବାର କଥା ଚୂଡ଼ାନ୍ତ ହୁଏ ସ୍ୱାଭାବିକ ଭାବରେ ମୁଁ ଥିବି। ଧନ୍ୟବାଦ। ପୁରୀ ରଥଯାତ୍ରାକୁ ନେଇକି ପୁରୀର ରଥଯାତ୍ରା ସ୍ୱୟଂ ମହାପ୍ରଭୁ ନିଜେ ଭାଇ ରତ୍ନ ସିଂହାସନ ଛାଡ଼ିକିରି ମନ୍ଦିର ଛାଡ଼ିକିରି ବାହାରକୁ ବାହାରିବେ। କେନ୍ଦ୍ରବିନ୍ଦୁ ମହାପ୍ରଭୁ ଜଗନ୍ନାଥ। ଯିଏ ଆସିବ ଯେତେ ବଡ଼ ପଦବୀଧାରୀ ଆସୁ, ମହାପ୍ରଭୁ ଜଗନ୍ନାଥଙ୍କର ସାମ୍ନାରେ ସମସ୍ତେ ଭକ୍ତ। ପଦ ଦର୍ଶନ କରିବା ପାଇଁ ଆସେ ନାହିଁ, ଭକ୍ତ ଆସେ। ତେଣୁ ସେ ବାବଦରେ ମୁଁ ଖବର ରଖିନି, କିନ୍ତୁ ଆପଣଙ୍କୁ ଗୋଟେ କଥା ନିଶ୍ଚିତ ଭାବରେ କହିବି, ଲକ୍ଷାଧିକ ଭକ୍ତ ଆସିବେ।